এই জায়গাটারে বসিলা বেলକୁ ମୋ ଅଣ୍ଟା ପିଠି ବିନ୍ଧୁଛି କଣ କରିବି ଏ ଛତିରି ଟୋକଳି ତ ମତେ ଛାଡ଼ିକି ଯାଇଛି ଆଉ ଦେଖୁନୁ ଏ ଟୋକଳି ଖଣ୍ଡକ ଏତେବେଳେ ହେଲାଣି ଆସୁ ନାହିଁ ଭାତ ତ ହେଇଗଲାଣି ଆଉ କଣ ଟିକେ ତରକାରୀ ହବ ଆଉ ମୁଁ ତାକୁ ଯଦି ଅନେଇବି ମୋ ଖାଇବା ପାଣି ମରିବ ଆଜି ଖାଇକି ରହିବି ଆଉ ସେ ସଦା ଖାଇ ଆସିଲେ ମୁଁ ସନ୍ଧ୍ୟା ବେଳକୁ କହିବି କଣ ଟିକେ ଇଆଡୁ ସିଆଡୁ କରିବ ମୋ ଇଚ୍ଛାଟା ବି ପୂରଣ ହେଇଯିବ କଣ କହୁଥିଲା ସେ ଟୋକଳି କୋଉଠି କଣ ରଖିଛି ମୁଁ କଣ ପାଇବି ମୁଁ ବି ଯାଏ ଦେଖି କଣ ଅଛି କରିଦେବି ଆଉ ନା ନା ସେ ଟୋକଳି କତିକି ମୁଁ ଟିକେ ଫୋନ୍ କରେ ହ୍ୟାଲୋ ହଁ ତୁ କଣ କହୁଥିଲୁ ତରକାରୀ ହବ ବୋଲି କଣ ମୁଁ ତ କିଛି ପାଇବିନି ତୁ ଏଇ ବୁଢ଼ୀ ମଣିଷଟାକୁ ଏଇଆ କଲୁ ଲାଷ୍ଟକୁ ତୁ ଆସିବୁ କେତେବେଳେ ହଁ ହଁ ବୋଉ ମୁଁ ଏଇ ପଳେଇବି ଆଉ ଟିକେ ପରେ ପଳେଇବି ଏଇ ତ ଯାଉଛି ପୁଅକୁ ନେଇକି ସେଇ ଘରେ ଅଛି ସେପଟ ଘରେ ସବୁ ପନିପରିବା ସେଇଆକୁ ଆଣିକି କଣ କରିଦେଇଥାଅ ରାତିକି ଦେଖିବା ଆଉ ତୁ ଆସିକି ରାନ୍ଧିଲେ ଚଳିବନି ନା ଲେଟ୍ ହବ ହଁ ବୋଉ ମୁଁ ତ ଯାଉଛି ତମକୁ ଯଦି ଭୋକ ଲାଗିବନି କି କଣ ତମେ ନହେଲେ ଟିକେ କଣ କରିଦେଇକି ଖାଅ ମୁଁ ଯାଉଛି ଆଉ ହଉ ହଉ ତୁ ବ୍ୟସ୍ତ ହନି ତୁ ତ ପୁଅକୁ ନେଇକି ଆ ମୁଁ ଯାଉଛି କଣ କରିଦେବି ଆଉ ଏ ସବା ଖାଇ ଯେମିତି ହେଲେ ଗୋଟେ ବାହାନା କରିକି ଯିବ ବୁଲିବା ଲାଗି ଆଉ ତାର ତ ଘରେ ରହିବା ଟିକେ ବି ଇଚ୍ଛା ନାହିଁ ଗୋଟେ ବାହାନା ଖୋଜୁଛି ଆଉ ମାଲୋ ମା ଆମ ଗୋଡ଼ ହାତ କଣ ନାହିଁ କଣ ହେଇଗଲାଣି ଏ ଟୋକଳି ଖଣ୍ଡ କଣ ଜାଣିଛି ମୁଁ ରୋଗୀ ପେସେଣ୍ଟଟା ବୋଲି ସେ ତଥାପି ମତେ ଚୁଲି କତିରେ ବସେଇଛି ମୋର ପ୍ରେସର ଦୋଷ ଅଛି ତୁ ଜାଣିକି ବି ମତେ ଚୁଲି କତିରେ ବସେଇଛୁ ହାଲୋ ମୁଁ ବୋଉଟା ନାଁରେ କଣ ସବୁ ଗାଇ ପକଉଛି ସିଏ କେତେ ମତେ ପ୍ରଶଂସା କରିକି ଯାଇଛି ମୁଁ ତା ନାଁରେ ଏତେ କଥା ଭାବୁଛି ମାଲୋ ମା ଆଉ ଇଏ ଟୋକାଟାର ବି କଣ ଦେଖା ଦର୍ଶନ ନାହିଁ କୁଆଡେ ଯାଇଛି ଯେ